ବରପାଳ ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ। ବରପାଳ ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ବରପାଳର ପଞ୍ଚମ ସାଧାରଣ ବୈଠକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ସମିତି ଅଧ୍ୟକ୍ଷ ଉପସ୍ଥିତ ମାନ୍ୟବର ବିଧାୟକ ଅନୁଗୁଳ, ମାନ୍ୟବର ବିଧାୟକ ଛେଣ୍ଡିପଦା ତଥା ଉପସ୍ଥିତ ସମସ୍ତ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାର ସଭ୍ୟାଙ୍କୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ସଭା କାର୍ଯ୍ୟ ଆଗେଇ ନେବାକୁ ବରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଭାକୁ ସମ୍ବୋଧନ କରି ଉପସ୍ଥିତ ସମସ୍ତ ସଭ୍ୟା ଓ ସରକାରୀ କର୍ମଚାରୀଙ୍କୁ ସ୍ୱାଗତ ଜଣାଇ ପୂର୍ବ ବୈଠକର ବିବରଣୀ ପାଠ ଓ ଦୃଢ଼ୀକରଣ ନିମନ୍ତେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ପୂର୍ବ ବୈଠକର ଲିଖିତ ବିବରଣୀକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦୃଢ଼ୀକରଣ କରାଯାଇଥିଲା। ପାନୀୟ ଜଳ ଯୋଗାଣରେ ବିଭିନ୍ନ ଅଭିଯୋଗ ଆସିଥିବାରୁ ପୂର୍ବ ବୈଠକର ଅନୁପାଳନ ବିବରଣୀ ପ୍ରଦାନ କରିବା ନିମନ୍ତେ ମାନ୍ୟବର ଅନୁଗୁଳ ଓ ଛେଣ୍ଡିପଦା ବିଧାୟକ ମତ ପ୍ରକାଶ କରିଥିଲେ। ମାନ୍ୟବର ବିଧାୟକ ଅନୁଗୁଳ ଭୋଗବେରେଣୀ ଗ୍ରାମ ପଞ୍ଚାୟତର ନିରାକାରପୁର ଓ ରାମଚନ୍ଦ୍ରପୁରଠାରେ ଦିନେ ଛଡ଼ା ଦିନେ ପାନୀୟ ଜଳ ଯୋଗାଣ ହେଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ମାତ୍ର ନୂତନ ଭୂତଳ ଜଳ ଯୋଗାଣ ବ୍ୟବସ୍ଥା ଚାଲୁ ହେଲେ ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ ବୋଲି ମତ ପୋଷଣ କରିଥିଲେ। ଅଧିକାଂଶ ସରପଞ୍ଚ ଓ ସମିତି ସଭ୍ୟ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ଶିକ୍ଷକ, ଶିଶୁଙ୍କ ପୋଷଣ ଖାଦ୍ୟ, ସ୍ୱାସ୍ଥ୍ୟ କେନ୍ଦ୍ର, ଗୃହପାଳିତ ପଶୁଙ୍କ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଜୀବନହାନି ସମସ୍ୟା, ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହିବା ପରି ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହେବା ସହ ତାହା କିପରି ସମାଧାନ ହେବ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବିଧାୟକଗଣ।